ବସ କଣ ହଉଛି ମୋର ଏଇ ଯୋଉ ଭୋଗଟି ଯାଇଥିଲା ମର୍ତ୍ତ୍ୟ ମଣ୍ଡଳରେ କଣ ତମେ ଗଞ୍ଜେଇ ଖାଇ ଶୋଇବା ପାଇଁ ଯାଇଥିଲା? ବସ ଉଠ କାଲି ମୋର ସୋମବାର ପାଳିରେ ବୁଲ ବମ୍ ବେଶରେ ଯାଇ ମୁଣ୍ଡରେ ପାଣି ଢାଳିବ। ବସ এই କାର୍ଯ୍ୟ ଯଦି ତମେ ସୁରୁଖୁରୁରେ କରିଦବ ମୁଁ ତମକୁ ଭଲ ଭଲ ବରଦାନ ଦେବ। ବସ এই କାର୍ଯ୍ୟଟି ସମ୍ପୂର୍ଣ୍ଣ କର। ଉଠ 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 ବସ ଉଠ ସମ୍ପୂର୍ଣ୍ଣ କର। ଉଠ 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 ବସ ଉଠ। ସତରେ କଣ ଭଗବାନ ମୋ ସ୍ୱପ୍ନରେ ଆସିଥିଲେ? ନା आपण मैंने ये जो व्यक्ति को देखुं आंक ना हूँ चकरा आंकर काम खाली गंजेई टाणी शोवा आंकर सब कार्यालय देख कौन कर କିଏ କଣ ହଉଛି? ମୁଁ ଦିନ 11ଟା ବେଳେ ଉଠୁଛି ଆଉ ମତେ ଠାକୁର ଦେଖା ଦଉଛନ୍ତି? ନାଇଁ କିଛି ଗୋଟେ ଗଡବଡ ଅଛି। ଏ କଥାଟା ଯାଇ ମତେ ସାଙ୍ଗମାନଙ୍କ ପାଖରେ ପକେଇ ଦେବ। ନାଇଁ ମତେ ଖଟି ଯାଇତେ ପଡିବ। ବୁଝିଲି ସେ ବିଲ ବାଡରେ ସୁଧୁ ମେଘ ହଉନି ଭାଇ, କହନା କହନା ସୁଧୁ ପାଣି ନାହିଁ। କେମିତି ଚାଷ କରିବୁ ତୁ କହିଲୁ? आपण मैंने किसी बुझीपार ना आ ना जटिया आर सांग सब बहुत खटमटिया आर आउरी जन सांग ता ना हूँ माधव आर आउरी जन भी सांग अच्छी जी कि भारी कुढ़ा कुढ़ी कर देह हाथ ता ना हूँ सुकुरा आर आउरी जन सांग अच्छी जी के कथा कहते ना खाली खई डाकी दौथो पार्टीर तो ता ना हूँ बेद कहानीटे संपूर्ण देखते बुझीपारे। ବୁଝିଲେ ମାଧବ, କାଲି ପର୍ନ ମୋ ଆଗ ଛୁଆଟା ନବାଡ଼େ ବୋଲଥିଲେ ଆଜି କଲେଜ ଯାଇ ଟୁକି ପଟେଇ ରାସ୍ତା ଘାଟ କିଛି ବାନା ଯୋଉଠି ଦେଖୁଛନ୍ତି ସେଇଠି ଦେଇଦେଉଛି। କଣ ଦଉଛନ୍ତି? ଏ ଚକୋଲେଟ ବା। ତୋର କଣ ହେଇଛି? ସେଠି ଏକା ବସିଛୁ, ଆସିଲା ପାଖ ଯିବା। ନାଇଁରେ କିଛି ନାହିଁ। ଆମେ କହି ଆମ ସାଙ୍ଗମାନଙ୍କୁ କହିବୁନି ଆଉ କଣ ମାଇବୁ କହିବୁ? ନାଇଁରେ ଜାଣିବାକୁ ଚାହୁଁଛ? ତାହେଲେ ଦେଖ, ଏଇ ଦେଖ। ବସ କଣ ହଉଛି ମୋର ଏଇ ଯୋଉ ଭୋଗଟି ଯାଇଥିଲା ମର୍ତ୍ତ୍ୟ ମଣ୍ଡଳରେ କଣ ତମେ ଗଞ୍ଜେଇ ଖାଇ ଶୋଇବା ପାଇଁ ଯାଇଥିଲା? ବସ ଉଠ କାଲି ମୋର ସୋମବାର ପାଳିରେ ବୁଲ ବମ୍ ବେଶରେ ଯାଇ ମୁଣ୍ଡରେ ପାଣି ଢାଳିବ। ବସ এই କାର୍ଯ୍ୟ ଯଦି ତମେ ସୁରୁଖୁରୁରେ କରିଦବ ତମକୁ ଭଲ ଭଲ ବରଦାନ ଦେବ। ବସ এই କାର୍ଯ୍ୟଟି ସମ୍ପୂର୍ଣ୍ଣ କର। ଉଠ 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 ଉଠ। ଓ ତାହେଲେ ଏମିତି କରିବା। ହଁରେ ହଉ ଚାଲ ସବୁ ମିଶି ଯିବା ଆଉ ଯିବା ଯିବା। ହଁ ସମସ୍ତେ ଯିବା ଯିବା। ନାଇଁ ନାଇଁ ମୋ ଗୁଡ଼ ଗୁଡ଼ ବତେ ତ କାହିଁ କନି ମୁଁ ଯାଇପାରିବିନି ଏତେ ବାପା ମିଳିବ ଆଉ ଯିବା ନା। ବାପା ମିଳିବ ଯିବା ନା? ଯିବା ଟୋକା ବୁଝିବା ଆଉ ଯିବା। ଶୁକୁରା ମଣିପୁର ଭୋଗଟା ରେଡି କର। ଆରେ ସିଏ କୋଉଠି ରଖିବ? ଆଉ ଏଟା ତ ମୋ ପାଖରେ।你别笑。After all, प्रभु क्यों खींचना? पूरा रेडी हेलो मैं कहलू मैं चल कर दिए बाबा। छुआ तो एक्सपीरियंस अच्छी है नंबर 1 मोटा लगा लेंगे। देखो कुंडिया को देखो ଆମେ କଣ କରୁଛ?
ଆଜ୍ଞା ଆଙ୍କ ନା ଚାରିସା ଇଏ ପୁରା ଡିଫରେଣ୍ଟ ଆଙ୍କର ଦିନ ରାତି ଖାଲି ଝିଅଙ୍କ ସହ ଗପିବା ଆଙ୍କ କାମ। ଆରେ ତାର କଣ ଜିନିଷ ଏତେ ବେନି କାଲି କିଛି ଦେଖେଇଲେନି ଆଉ ତ ସମ୍ଭାଳି ପାରୁନି। ବେ ଏଠିକିଆ କି ମାଣ୍ଡୁ ତାର ପାଇଛି ସିଏ ତାର ଦେଖୁଛି ତାର ଦେଖୁଛି କିସ ଦେଖୁଛି ସେ ମୋବାଇଲରେ ଭିଡିଓ କଲେ ଦେଖୁଛନ୍ତି। ମୁଁ ଲାଗୁନି ତୋର ଭଲ ତୋର ଟିକେ ରହିଲେ ରୋଟି ଆଉ ଟିକେ ଦେଉ ଦେଖେ କଣ କହିଲୁ ରଟିଆ ତୁ ମତେ ଆସୁଛୁ ପୂଜା କରତେ ଆଜି ତୋର ଦିନକୁ ମୋର ଦିନ Gaba ada anna mile papa gara ada anna mile ଆଜ୍ଞା ଇଏ ହଉଛି ମେନ୍ ଲୋକ ଇଏ ହଉଛି ଜାଡେଶ୍ୱର ଗ୍ରାମ ପଞ୍ଚାୟତ ନେଣ୍ଡେଶ୍ୱର ଗାଁର ଘର ଗଳା ଦାଦା ଆଉ ଉପରେ ଯୋଉ ବ୍ୟକ୍ତି ଜଣ ବସିଛନ୍ତି ତାଙ୍କର ଏକମାତ୍ର ଚେଲା ବାଣ୍ଟୁ। ହୃଦୟର ଏ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ ପ୍ରତାରଣା କିଏ କାହାକୁ ଦେଇଛି। ତମେ ଏ କି ଗୀତ ଲଗାଉଛ ମା ପୁରୁଣା କାଳିଆ ଗୀତ ଆଜିକାଲି କେହି ଶୁଣୁନାହାନ୍ତି ଟିକେ ଡିଜେ ଗୀତ ଲଗାଉନ। ମୁଁ ପରା ହଉଛି ପୁରୁଣା ଆଧ୍ୟାତ୍ମିକ ଲୋକ ତୁ ଯଦି ଏବେ କାଳର ମତେ ତୁ କହିବୁ ଡିଜେ ଫିଜେ ସଙ୍ଗ ମୁଁ ସେ ସଙ୍ଗ ସବୁ କଣ ମାନେ ବୁଝିବି ମୋର ପରା ଏବେ ଆଉ ଉଠୁନାହିଁ। ଦାଦା ମୁଁ ଏଇଠି ପଦେ କହିବି ସହର ବୁଲି ବୁଲି ହାଲିଆ ହେଲେଣି କେତେ ଦାଦାର ଉଠୁନାହିଁ ମାରିଦିଅ ଜାପାନୀ ତେଲ ଟିକେ। ତୁ ମତେ କହୁଛୁ ତବରିଆ କୁଳାଙ୍ଗାରକୁ ଆଣିଥିଲି ମୁଁ ମତେ ତୁ କହୁଛୁ ଉଠୁନାହିଁ କାଇଁ। ହଉ ଦାଦା ଦେଖିଲ ହେଠି କିଛି ମୁଗା କୁଲା କୁଲି ହେଇଗଲେଣି କହିଠି ଚାଲୁ ଚାଲୁ ଦେଖିଆ କଣ ଚାଲିଛି କାହିଁକି ଏମିତି ହଉଛ ତମେ ଯାହା ହେଇଛି ତ ସବୁ ଏଇଠି ସମାଧାନ ହବ ତମେ ଏମିତି ଯଦି ଲାଗିବ କୋଉଠି ସମାଧାନ ହବ। ବାଣ୍ଟୁ ଟିକେ ମେସିନ ଟା ଗୁଳେଇଲୁ ବସ କଥାବାର୍ତ୍ତା ହବା। ସବୁ ଗଳି ସବୁ ଛକରେ ସଫଲ ମହକି ଯାଏ ରେ ପୁରୀର ନୌକା ବି ସଫଲର ସ୍ୱାଦ ବାଛେ ରେ ଛଉନା ଶୁଖିବା ମୁହଁ ବି ସଫଲର ସ୍ୱାଦ ଆଜି ପାଇଯାଇଛି ପ୍ରତିଟି ଓଡିଆ ସଫଲର କଥା କହେ ରେ। ହଉ ଯାହା କଥା ହେଇକି ବୁଝିବା ତ ରାଗ କୋଉଠୁ ବୁଝ ତମେ ସବୁ ଏଠି ବୟସ୍କ ପିଲା ତ ବୁଝିବ ନା ଆଉ ତମେ ଆମ ଗାଁର ନାଗରିକ ଯଦି ହେଇକି ଏମିତି ଯଦି ଲଢେଇ କରିବ ତମେ ଆମର ଗାଁର ପିଲା ତମେ ଯଦି ଏମିତି ମାଇପ ଘଇଟାନକ ଲୁଗା ଟେକାଟେକି ଲାଗିବ କୋଉଠୁ ସବୁ ସମାଧାନ ହବ। ଆମରି ଛୁଆ ନା ତମେ ବୁଢା ବୁଢୀ କରିବ ବୁଝିପାରୁଛ। ଦାଦା ଏଇ ପିଲାଟା ମୋ ସାଙ୍ଗରେ ଲାଗିଛି ମୁଁ ତାକୁ ଭଲ କଥାଟେ କହୁଛି ମୋ ସାଙ୍ଗରେ ଆସି କଜିଆ କରୁଛି ଏମିତି ବୁଝେଇ ବାଣ୍ଟେଇ କଥା କହିଲେ ମୁଁ ବୁଝିପାରୁନି ଯିଏ ତମ ବୁଝିଲ ଠିକ ଜାଣିଛି ମତେ ଆସିକି କୁହ। ଦାଦା ମୁଁ କହିବି କଣ ହେଇଛି ଏଇ ତୁ ବସ ଦାଦା ମୋ ଏଇ କଥା ଆମେ ସମସ୍ତେ ଯିବା ଏଇ କଥାରେ କିଏ ଝଗଡା ଲାଗେ ଦାଦା ଯିବେ ଚାଲ ସମସ୍ତେ ଯିବା ଯିବା ସମସ୍ତେ ଏଟା ହଁ ତୁ ବି ଯିବୁ ଏଟା ଆମ ଗାଁର କଥା ତମେ ଯଦି ଲାଗିକି କଥାଟା ବଢେଇବ ଆଗକୁ ବଢିବ ତ ଆମ ଭଲ ହବ ସମସ୍ତେ ଆମେ ବୁଲିବାକୁ ଯିବା। ହଁ ଯିବା ଏଇ ଚାଳିଶା ତୁ ବି ଯିବୁ। ଦାଦା ଆମର ଗୋଟେ ପ୍ରୋବ୍ଲେମ ଅଛି। ତୁ ସେଇ ଚଇଟାଟା ପୁଅ ନା ହଁ
তোর কি প্রবলেম হবে ମୋ ଧନ ଲାଗିବ ଧନ ରାଗିବ ଧନକୁ ମନା କରିବୁ ଧନ ରାଗିବ କିସ ଠାକୁରଙ୍କ ପାଖକୁ ଯିବା। ଶିବଙ୍କୁ ଗଲେ ସିନା ଦର୍ଶନ କଲେ ଧନର କଣ ନାହିଁ କଣ ବଢିବ ତୁ ଯଦି ଏଇଠି ବସିକି କରିବୁ କୋଉଠୁ ବଢିବ ଶିବଙ୍କୁ ଦର୍ଶନ କରତେ ଗଲେ ତ ଭଲ ପାଇବା ବଢିବ ତ ଧନ ଆହୁରି ଖୁସି ହବ ବୁଝିଲୁ ହଉ ଶୁଣ କାଲି ଆମେ ସମସ୍ତେ ବୁଲବମକୁ ବାହାରିବା ହଁ ଯିବା। ସମସ୍ତେ ରେଡି ଥିବ ଆଜ୍ଞା। ତାଙ୍କ କଥା ସବୁ ମାନିବ ଦାଦା ଘର ଘର ଗଳିକି ଦାଦା ହେଇଛି ହଁ ଆମ ଦାଦା ଆମେ ମାନିବୁନି ନା ଆମେ ମାନିବା ସମସ୍ତେ ଯିବା ମିଶିକି ଚାଲ ଚାଲ ଚାଲ। ବାଙ୍ଗିରି ମାତା ମୂଲ ଠୁଣୁକା ବାବା ସଞ୍ଜନ ହଉଣୁ ମଠ କବାଟ ଦବା ମାତା ଗো ମାତା ଗো ମାତା ଗো ବାଙ୍ଗିରି ମାତା ତୁମ ଠୁଣୁକା ବାବା ସଞ୍ଜନ ହଉଣୁ ମଠ କବାଟ ବାଙ୍ଗିରି ମାତା ମୂଲ ଠୁଣୁକା ବାବା ଦାଦା ମୋ ଦାଦା ବଡ ହେଇଛି ତୁ କାହିଁ ଏମିତି ହଉ ଟିକେ ଭାଗ୍ୟ ଭୋଗ ମାର 150 କିଲୋମିଟର ଏଇ ପିଲା ପିଲା ସବୁ ବଞ୍ଚିଟା ଟିକେ ବଳ ଏ ବସ 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 ଏଇ ସାଇଡରେ ବସ 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 ଏ ବସ ବସ। ଚକରା ହଁ ଜଲ୍ଦି ଭୋଗଟା ଗୁଳା ଆଉ ପିସ୍ତଲଟା ଆଣ ଦାଦା ଦାଦା ମ କଣ ହେଇଛି ତ ମୁହଁ ଦେଖି ରାଗୁଛି କିଛି ଗୋଟେ ଅମଙ୍ଗଳ ହବାକୁ ଯାଉଛି ପିସ୍ତଲଟା ଭୁଲି ଯାଇଛି ଦାଦା ଦାଦା ମୋର ଭୁଲ ହେଇଛି ଦାଦା 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 ମୋର ଆଉ ଗୋଟେ ବ୍ୟବସ୍ଥା ଅଛି। ତମେ ମାନେ ଯଦି ପିସ୍ତଲଟା ଆଣିନ ମୁଁ କଣ ତମ ସମସ୍ତଙ୍କ ପିସ୍ତଲ ଲଗେଇକି ଟାଣିବି ଦାଦା ମୁଁ ଗୋଟେ ଉପାୟ କାଢୁଛି ଦାଦା ଦାଦା ମୁଁ ଏତେ କଥା ଜାଣିନି ମୋର ଜଲ୍ଦି ବ୍ୟବସ୍ଥା ହଁ ବାବା ହଁ ଦାଦା ହଉ ଠିକ ଆଣିବା। ଅଛି ଦାଦା ମୁଁ ଆଣୁଛି ଦାଦା ଠିକ ଅଛି ଦାଦା ଦାଦା ନୂଆ ଜଖ ଟିକେ ପାଇଛି ଦାଦା ପାଇଛି ଦାଦା ଆଉ ଗାଳି ଦିଅନ୍ତୁ ଦାଦା ମୁଁ ପାଇଛି ଏଇଥର ତମ ପିସ୍ତଲ ଦିଅ ମୁଁ ଆଉ ସମ୍ଭାଳି ପାରେ ଜଙ୍ଗଲ ଝାଡ଼ା ଆସିଛି ଝାଡ଼ା ରହିଲାଣି ମୁଁ ଯାଏ ଟିକେ ଝାଡ଼ା ଆସେ ଆଉ ସମ୍ଭାଳି ପାରୁନି ତମେ ହଉଛି ଆସିବ ଏଠି ବୋଲ ବମ୍ ଏଇଠି ଆସି ପଡିବ ନା ଚାଲ ମୋର କାଇଁ ମନ ଚାଲ 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 ବୋଲ ବମ୍ ବାପା ବାପା ଜଟିଆ ବାପା ଗଜେଇ ଟାଣି ଶୋଇଥିଲା କିଏ ଆମ ବାବା ଆଉ କିଏ ଦାଦା ଆମେ ଯେ ଯାଇଲେ ବୋଲବମ୍ ତଳଠୁ ଉପର ଯାଏ ସବୁ କଥା ବିଶ୍ୱାସ କରୁଛନ୍ତି ଦାଦା ଟିକିଆକୁ ମାରିଦେଲେ ମୁଁ ଯାଇ ଶାନ୍ତିରେ ଶୋଇବି ନହେଲେ ମୁଁ ସବୁ ଶୋଇପାରିବି ବୁଝିଲା ଜଡ଼ିଆ କାଲିଠୁ ମୋ ଦେହ ହାତ ମୋର ବି ସେମିତି ବହୁତ
ତୁ ବି ଟିକେ ମାରିଦେଲା ପରେ ମୁଁ ବି ଯାଇକି ରୋମାଣ୍ଟିକ ଷ୍ଟାଇଲ କହନା ଟିକେ ମାରିଦେଲା ପରେ ମତେ ପୁରା ଜନ୍ନତ ଦେଖାଯାଏ କରା ହଳଦୀ ମାଲଟା ଢାଳ। ଆଜ୍ଞା ଦାଦା ଡାଳୁଛି। ଆଗେ ଦାଦାଙ୍କର। ଦାଦା ନିଅ ଦାଦା। ଜାଣିଛ ଦାଦା ତୁ ଧନା ମାଇବ ନୁହେଁ ଆଜି ମୁଁ ମଦ ଆଣିତେ ଯାଇଛି ମତେ ବାଟରେ ଦେଖିକି କହୁଛି କାଲି ଯାଇଥିଲ ବୁଲବମ ଆଜି ମଦ ମାଂସ ଖାଉଛ। ବୁଝିଲୁ ଜଗରା ବାର ଲୋକ ବାର କଥା କହିଲେ ତା ବୋଲି ନୁହେଁ ଆମେ ମଦ ପିଇବା ଛାଡିଦବା। ତାହା ଘଇତା ପରା ଡେଲି ସକାଳୁ ହେଲା ବେଳକୁ କାଉଣ୍ଟରକୁ ଯାଉଛି ସିଏ କଣ ମୁହଁ ବୁଲିକି ଆମକୁ କହୁଛି। ହଁ ଦାଦା ବାର ଲୋକଙ୍କ କଥା ଶୁଣିଲେ କଣ ଆମ ବଥା ମରିବ ଆକୁ ମାରିଲେ ଆମ ବଥା ମରିବ। ଆମେ କାହାରି କଥା ଶୁଣିବାର ନାହିଁ। ଦାଦା ମାଲ ପିଇବାର ତ ହେଳା କରନା। ଦାଦା ଗୋଟେ କଥା ଗଡବଡ ଅଛି। କଣ ଏବେ ଦାଦା ନିଶାରେ ତ ତମେ କିଛି ଦେଖିପାରୁନ। ଦାଦା ଦାଦା ସେ সোনা ମାଇପ ପୁଅଟା ମାଲ ପିଇତେ ଚାଲିଛି ତାକୁ ଟିକେ ଭଗଉ ନା। ତାର ଘର ସଂସାର ଯିବ ମାଇପ ଛୁଆ ପିଲା ଯିବ ତ ସେଇଠି ଆସିବ ସେ ତ ଆମରି ପିଲା ହଉଛି ପିଉ ପିଉ ବଡ ଅଛି अबे 40 अबे एबेळू तो धन कॉल करनी। अबे जटिया आज बा मु तावे छुट्टी नहीं जी। ओ छुट्टी नहीं जी ताले हाउ ठीक अछि एगे रे